विलंब ହେଲା ବୋଲି ଜୟସାଲଙ୍କୁ ହୋଟେଲରେ ଏକା ଛାଡ଼ି ଚାଲିଗଲେ ଭାରତୀୟ ଟିମ୍। ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ 14 ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ବ୍ରିସବେନ୍ କ୍ରିକେଟ୍ ଗ୍ରାଉଣ୍ଡ ତଥା ଗାଭାରେ ଖେଳାଯିବ। ସେଥିପାଇଁ ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନ୍ରେ ପହଞ୍ଚି ସାରିଛି। ହେଲେ ବ୍ରିସବେନ୍ରେ ଆସିବା ପୂର୍ବରୁ ଆଡିଲେଡ୍ରେ ଯୁବ କ୍ରିକେଟ୍ ଯଶସ୍ୱୀ ଜୟସାଲଙ୍କ ଉପରେ ରାଗି ଯାଇଥିଲେ ଅଧିନାୟକ ରୋହିତ ଶର୍ମା। ଏମିତିକି ପୂରା ଟିମ୍ ମଧ୍ୟ ତାଙ୍କ ଉପରେ ରାଗି ଯାଇଥିଲେ। ତାଙ୍କୁ ହୋଟେଲରେ ଛାଡ଼ି ପୂରା ଟିମ୍ ବ୍ରିସବେନ୍ ଅଭିମୁଖେ ଯାତ୍ରା କରିବା ପାଇଁ ଆଡିଲେଡ୍ ବିମାନ ବନ୍ଦରକୁ ଚାଲି ଯାଇଥିଲା। ଘଟଣାଟି ହେଉଛି ଏମିତି, ଆଡିଲେଡ୍ରୁ ବ୍ରିସବେନ୍ ଯିବା ପାଇଁ ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ ଅନ୍ୟ ସମସ୍ତ ସଦସ୍ୟମାନେ ହୋଟେଲ ଲବିରେ ଆସି ଏକାଠି ହୋଇଥିଲେ। ଆଡିଲେଡ୍ ବିମାନ ବନ୍ଦର ପର୍ଯ୍ୟନ୍ତ ଯିବା ନିମନ୍ତେ ସେମାନଙ୍କ ପାଇଁ 2ଟି ବସ୍ର ବ୍ୟବସ୍ଥା କରାଯାଇଥିଲା। ଧାର୍ଯ୍ୟ ସମୟରେ ସମସ୍ତେ ଲବିରେ ପହଞ୍ଚି ଯାଇଥିଲେ ହେଁ ଯଶସ୍ୱୀ ଜୟସାଲଙ୍କ ଦେଖା ମିଳିନଥିଲା। ଅଳ୍ପ ସମୟ ମଧ୍ୟରେ ସେ ଆସିଯିବେ ଭାବି ସମସ୍ତ ଖେଳାଳି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍ରେ ଯାଇ ବସି ଯାଇଥିଲେ। ସେମାନେ ସେଠାରେ ଯଶସ୍ୱୀଙ୍କୁ ଦୀର୍ଘ ସମୟ ଅପେକ୍ଷା ମଧ୍ୟ କରିଥିଲେ, କିନ୍ତୁ ଆସିନଥିଲେ ଯଶସ୍ୱୀ। ତେଣୁ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ ଓ ସେମାନେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। 2ଟି ଯାକ ବସ୍ ଯଶସ୍ୱୀଙ୍କୁ ଛାଡ଼ି ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ଅବଶ୍ୟ ଟିମ୍ ମ୍ୟାନେଜମେଣ୍ଟ ଯଶସ୍ୱୀଙ୍କ ପାଇଁ ଏକ କାର୍ ବୁକ୍ କରିଦେଇଥିଲେ। 2ଟି ଯାକ ବସ୍ ହୋଟେଲ ଛାଡ଼ିବାର ପ୍ରାୟ 20 ମିନିଟ୍ ପରେ ଲବିରେ ଆସି ପହଞ୍ଚିଥିଲେ ଯଶସ୍ୱୀ ଜୟସୱାଲ। ସେ ବୁକ୍ ହୋଇଥିବା କାର୍ରେ ବିମାନ ବନ୍ଦରକୁ ଯାଇଥିଲେ ଏବଂ ତାଙ୍କ ସହିତ ଜଣେ ସୁରକ୍ଷା କର୍ମୀ ଥିଲେ।